ମାନେ ଆଜି ଆମେ ପାଟିଗାଣିତିକ ପରିପ୍ରକାଶ ବିଷୟର ଅଭ୍ୟାସ ପ୍ରଶ୍ନ ଗୁଡ଼ିକ ଆଲୋଚନା କରିବା। ତାହେଲେ ଡେରି କରିବାନି, ଚାଲନ୍ତୁ ଆରମ୍ଭ କରିବା। ଏଠି ଦେଖ, ଏଠି କଣ ରହିଲା? ଏଠି ରହିଲା 13 ମିଶାଣ 4, 13 ମିଶାଣ 4 କେତେ ହବ? 17 ହବ। ତ 6 ରେ କେତେ ମିଶିଲେ 17? 6 ରେ 11 ମିଶିଲେ 17। ଦି ପଟ ଯାକ ସମାନ ରହିବା ଦରକାର। ଏଠି 6 ପଞ୍ଚା କେତେ? 6 ପଞ୍ଚା ହେଲା 30। ତ 22 ରେ କେତେ ମିଶିଲେ 30? 22 ରେ 8 ମିଶିଲେ 30। ନେକ୍ସଟ 64 ରେ 2 ହଲେ କେତେ ହବ? 32। ତ 8 ରେ କେତେ ଗୁଣିଲେ 32? 8 32 ସେଇଭଳିଆ 25 ଅଛି। 34 ରୁ କେତେ ଗଲେ 25? 34 ରୁ 9 ଗଲେ 25। ବୁଝିଲା ନା? ତ ନେକ୍ସଟ ଆଗକୁ ଯିବା। ଏସବୁ ସଇଲା। ତାପରେ ଏଠି ରହିଲା, ଏଠି କଣ ରହିଲା ନା 67 ଫେଡାଣ ମାନେ ଯୋଉ ନିମ୍ନ ସାଂଖ୍ୟିକ ପରିପ୍ରକାଶ ଗୁଡ଼ିକର ମାନ ଅନୁଯାୟୀ ଊର୍ଧ୍ୱ କ୍ରମରେ ସଜା। ମାନେ ଆଗେ ଆମେ ତାର ମାନ ନିର୍ଣ୍ଣୟ କରିବା, ତାପରେ ଆମେ ତାର ଊର୍ଧ୍ୱ କ୍ରମରେ ସଜେଇବା। ଏଠି ରହିଲା କଣ? 67 ରୁ 19 ଗଲା 48 ହେଲା କି? 67 ରୁ 20 ଗଲା 47। 35 25 60, 11 ପଞ୍ଚା ହେଲା 55, ଆଉ 100 କୋଟି 3 ହେଲେ 40। ଊର୍ଧ୍ୱ କ୍ରମରେ ସଜାଇବା ମାନେ ଏଇ ପଦ ଗୁଡ଼ିକ ଫାଷ୍ଟ ଲେଖିବା କେତେ? 40, ତାପରେ ଲେଖିବା 47, ତାପରେ 48, ତାପରେ 55, ତାପରେ 60। 40 ମାନେ ଇ, 47 ମାନେ କଣ? ବି, 48 ମାନେ ଏ, 55 ମାନେ ଡି, ଆଉ 60 ମାନେ ସି। ଆମେ କହିପାରିବା ଇ, ବି, ଏ, ଡି, ସି। ବୁଝିହେଲା ନା? ହଁ, ଦେଖ ଏଠି ଏ ଲେଖା ହେଇଛି ସେୟା ଇ, ବି, ଏ, ଡି, ସି ହେଲା କି? ଦେଖା ହେଲା ଏଠି ଇ, ବି, ଏ, ଡି, ସି ହେଲା। ନେକ୍ସଟ ଆଗକୁ ଯିବା। ଏବେ ଦେଖ ଏଠି କଣ ଅଛି? 245 ମିଶାଣ 289, ଏଠି 246 ମିଶାଣ 285। ଏଠି 245 45 ଏଠି 245 246 ଅଛି। ଯଦି ଏଟା ମୋର 246 କରିଦେବି ତାହେଲେ ସେମ୍ ହେଇଯିବ। ସେଥିଲାଗି ମୁଁ କଣ କରିବି ନା ଏପଟେ ଏଇ ଯୋଉ 289 ଅଛି, ଆଧରୁ ଗୋଟେ 1 ମୁଁ ଆକୁ ଦେବି। ଏଟା ମୋର ହେଇଯିବ କେତେ? 246 ମିଶାଣ 289 ଟା ଗୋଟେ କମିକି ହେଇଯିବ 288 ହେଲା କି? ଏବେ ଦେଖ 246 246 ଦି ପଟରେ ସେମ୍ ହେଇଗଲା। ଏଠି ଅଛି କି 288, ଏଠି 285। ଏଇଟା ଯାହା ହେଲେ ବଡ ହବ, ତେଣୁ ଆନ୍ସର ହବ ଏଇଟା। ଏଇଠି ଆମର କୋଶ୍ଚିନ୍ ଭୁଲ ଦେଇଛି, ବୁଝିଲ ନା? ତ ଏଇଠି ଆମର ବହିରେ କୋଶ୍ଚିନ୍ ଦେଇଛି 273 ଟା ହବ ମିଶାଣ। ସରି, 273 ଟା ହବ ମିଶାଣ। 273 ମିଶାଣ 145 272। ଏଟା ଠିକ ଅଛି। এটা ମିଶେଇବା, ମିଶେଇଲେ କେତେ ହବ? 200 100 ମିଶିକି ହେଇଯିବ ଆମର କେତେ? 300। ଏଟା 70 40 ମିଶିକି ହେଇଗଲା 110, ତାପରେ 3 5 ମିଶିକି 8। ତ ଏଟା ହେଇଗଲା କେତେ? 300 110 8 ହେଇଯିବ କେତେ? 418। ଆ ଜାଗାରେ ଆମେ ଲେଖିଦବା କେତେ? 418। ଏଟା ଫେରିଲେ କେତେ ହବ? 12 ରୁ 4 ଗଲା 8, 7 ରୁ 4 ଗଲା, ସରି 6 ରୁ 4 ଗଲା 2, ତାପରେ 2 1 ଗଲା 1। କେତେ? 128, 418। ତେଣୁ ଆନ୍ସର ହବ ଏଇଟା ବଡ। এটা ଦେଖ, এটা 364 587 363 589। ଯଦି ଏଟା ମୁଁ ସମାନ ସମାନ କରିବା ପାଇଁ ଯିବି, ଏଠି ଦେଖ ଏଠି 364 ଏଠି କେତେ? 363। ମୁଁ ଯଦି ଆକୁ 1 ଏଠିକି ଦେଇଦେବି, ତାହେଲେ ମୋର ଏଟା ହେଇଯିବ କେତେ? 363 ମିଶାଣ ଏଟା 1 ପାଇକି ହେଇଯିବ କେତେ? 588। ତ ଦି ସାଇଡ୍ ରୁ 363 363 କଟିଗଲା। ବାକି ଏଠି 589 ଥିଲାବେଳେ ଏଠି ଅଛି କେତେ? 588। ତେଣୁ ଏଇଟା ମୋର ବଡ ହବ। ନେକ୍ସଟ ଏଠି ମୋର କେତେ ରହିଲା? 245 129 245 124। ବୋଥ ସାଇଡ୍ ରୁ 245 245 କ୍ୟାନସଲ ଆଉଟ୍ ହେଇଗଲା। ଏଠି 124, ଏଠି 129। 129 ଟା ବଡ, ତେଣୁ ଆନ୍ସର ଇଜ ଏଇଟା। এইটা ବି କୋଶ୍ଚିନ୍ ଭୁଲ ଦେଇଛି। এটা 213 ମାଇନସ୍ 77, କିନ୍ତୁ ଏଇଟା ଆମର କେତେ ହବ? 214 ମାଇନସ୍ 76 ହବ। ଏଟା ହବ 214
ପ୍ଲସ୍ 76 ହେଲା। ବହିରେ ଯାହା ଦେଇଛି ଆମେ ସେଇ ହିସାବରେ କରିବା। ଏଇଟା ଆନ୍ସର କେତେ? 13 ରୁ 7 ଗଲା 6, 20 ରୁ 7 ଗଲା ହେଲା 13। ଏଟା ମିଶାଣ 214 6 220, 220 70 ମିଶିଲା 290, ଏଟା 136 ଠାରୁ 290 ବଡ ହବ। ତ ଆନ୍ସର ହବ ଆମର କୋଉଟା? এইটা। ନେକ୍ସଟ ତାପରେ ଯିବା, ଏ ସବୁ ସରିଲା ହେଲା କି। ତାପରେ ଏଇଟା ଦେଖ, ଏଇଟା କଣ ରହିଥିଲା? ପରିପ୍ରକାଶ ତମର କଣ ରହିଥିଲା? ପଦ ଗୁଡିକ ଆମର ସମଷ୍ଟି ଗୁଡିକର ରୂପେ ପରିପ୍ରକାଶ, ପଦ ଗୁଡିକ ସମୂହ। ଫାଷ୍ଟ 13 କୁ 13, ଏଠି ଅଛି -2, ତାପରେ +6, ପଦ ଗୁଡା 13 -2 +6। ଫାଷ୍ଟ 5 ଗୋଟେ ପଦ, 6 ଗୁଣନ 3 ଆଉ ଗୋଟେ ପଦ ଅଲଗା ଲେଖା ହେଲା। 5 6 ଗୁଣନ 3, 4 ଗୋଟେ ପଦ, 15 ଗୋଟେ ପଦ, -9 ଆଉ ଗୋଟେ ପଦ, 4 15 -9। ଏଠି କେତେ? 23 ଗୋଟେ ପଦ ରହିଲା, -2 ଗୁଣନ 4 ଆଉ ଗୋଟେ ପଦ ରହିଲା, 16 ଗୋଟେ ପଦ ଲେଖିଲେ 23 -2 ଗୁଣନ 4 16। 28 ଗୋଟେ ପଦ, 19 ଗୋଟେ ପଦ, -8 ଗୋଟେ, 28 19 -8। ବୁଝିଲ ନା? ନେକ୍ସଟ ତାପରେ ଦେଖିବା, ଏସବୁ ସରିଲା। ଏଇଟା ଦେଖିବା, ଏଇଟା ସେ କଣ କହୁଛି ନା, ନିମ୍ନଲିଖିତ ପରିପ୍ରକାଶ ଗୁଡିକର ପ୍ରତ୍ୟେକ ପଦ ଗୁଡିକ ଲେଖି ମାନ ନିର୍ଣ୍ଣୟ କରିବା। ତ ସେ ସେୟା କଲା। ଦେଖ କଣ କଲା ଏଠି ନା, ଫାଷ୍ଟ ତମର ଲେଖିଲା 28 ଗୁଣନ 7, 28 ଫେଡାଣ 7 +8 ହେଲା। 28 7 ଗଲା 21, 21 8 ମିଶେଇଲା 29। ପଦ ତିନିଟା କିଏ କିଏ? 28 ଗୋଟେ, -7 ଗୋଟେ, 8 ଗୋଟେ। ଏଠି କଣ କଣ? 39 ଗୋଟେ ପଦ ଆଉ -212 ଆଉ ଗୋଟେ ପଦ। ତ ଲେଖିଲା 39 ରୁ 12 ଗଲା କେତେ? ପୁଣି 11 ଆଉ ଗୋଟେ ପଦ, 39 ରୁ 12 ଗଲା 27, 27 11 ମିଶିକି ହେଲା 38। ତ ପଦ ଲେଖିଛି ଗୋଟେ, ଲେଖିଛି 39 ଗୋଟେ, -2 ଗୁଣନ 6 ଆଉ ଗୋଟେ ପଦ, 11 ଆଉ ଗୋଟେ ପଦ ଗଲା। ଏଠି ଗଲା 40 ଗୋଟେ ପଦ, -10 ଆଉ ଗୋଟେ ପଦ, 10 ଗୋଟେ ପଦ, 10 ଗୋଟେ ଲେଖିଦେବ ସେୟା। 40 -10 10 10। ତ କଣ ହବ? 40 ରୁ 10 ଗଲା, ହେଇଗଲା କେତେ ମୋର ଏଠି? 30, 10 10 ମିଶିଲା 20, 30 20 ମିଶିକି 50 ଗୋଟେ ହେଇଗଲା। ଏଠି 48 ଗୋଟେ ପଦ, -10 ଗୁଣନ 2 ଆଉ ଗୋଟେ ପଦ, 16 ହରଣ 2 ଆଉ ଗୋଟେ ପଦ, ଦେଖ ଲେଖା ହେଲା। ତ 48 48 ରହିଲା, 10 ଦିନ 48 ରୁ 20 ଫେଡା ହେଲା, 16 2 ହେଲା 8, 48 ରୁ 20 ଗଲା ହେଲା 28, 28 8 ମିଶିକି ହେଲା 26। ପଦ କିଏ କିଏ? 48 -10 ଗୁଣନ 2 ଆଉ 16 ହରଣ 2 ହେଲା। ନେକ୍ସଟ ଏଠି ଦେଖିବା କଣ ଦେଲା। ଏଠି ଇ ରେ ଦେଇଛି ତମର 6 ଗୁଣନ 3, ବୁଝିଲ ନା? 6 ଗୁଣନ 3, ତାପରେ -4 ଗୁଣନ 8 ଗୁଣନ 5, ଦିଟା ପଦ 36 18 ହେଲା, 4 5 20 ଅଷ୍ଟା 160। ତାହେଲେ 18 ରୁ 160 ଗଲା -47। ତ ପଦ ଲେଖିଲା 6 ଗୁଣନ 3 ଗୋଟେ ପଦ, -4 ଗୁଣନ 8 ଗୁଣନ 5 ଆଉ ଗୋଟେ ପଦ ହେଲା। ନେକ୍ସଟ ନିମ୍ନଲିଖିତ ପରିପ୍ରକାଶ ପାଇଁ କାହାଣୀ ପରିଚିତ ମାନ ନିର୍ଣ୍ଣୟ କର। ଏଠି କଣ ରହିଲା? ଏଠି ଦେଲା ତମର ନା କ୍ୱେଶ୍ଚିନ୍ ଦେଇଛି 89 + 21 - 10 ହେଲା କି। ରହିଲା 89 + 10। କଣ ସିଚୁଏସନ କଣ ଦେଲା? ଗୋଟେ ଝୁଡିର 89ଟା ପିଜୁଳି ଥିଲା, ସେଥିରେ ଲିନା 21ଟା ପିଜୁଳି ରଖିଲା, 10ଟା ବାହାର କରି ନେଇ ଗଲା। ତାହେଲେ ଝୁଡିରେ କେତୋଟି ପିଜୁଳି ରହିଲା? କ୍ୱେଶ୍ଚିନ୍ ରହିଲା, ଆନ୍ସର ରହିବ 89 + 21 - 10 ହବ 100ଟି। ନେକ୍ସଟ କ୍ୱେଶ୍ଚିନ୍ କଣ ରହିଲା? ଦେଖ ଏଠି ରହିଛି 5 ଗୁଣନ 12 -6। ପରିସ୍ଥିତି କଣ ହେଲା? ବିଦ୍ୟାଳୟର ପିଲାମାନେ 5ଟି ଧାଡିରେ ଠିଆ ହେଇଛନ୍ତି, ପ୍ରତି ଧାଡିରେ 12 ଜଣ ପିଲା ଅଛନ୍ତି। ସେମାନଙ୍କ ମଧ୍ୟରୁ 6 ଜଣ ପିଲାଙ୍କୁ କଣ କଲେ? ହେଡ୍ ସାର୍ ଡାକିଦେଲେ। ଆଉ କେତେ ପିଲା ଠିଆ ହେଇଛନ୍ତି? ତାହେଲେ ଠିଆ ହେଲେ 12 ଗୁଣନ 5 60, 60 ରୁ 6 ଗଲା କେତେ ହେଲା? 60 ରୁ 6 ଗଲା ହେଇଯିବ ଆମର 54 ହେଲା। ତ ପିଲା ଆମର ଟୋଟାଲ କେତେ ଜଣ ଠିଆ ହେଲେ? 54 ଜଣ ପିଲା ରହିଲେ। ନେକ୍ସଟ ତାପରେ ଦେଖିବା ସି। ସି ପାଇଁ କ୍ୱେଶ୍ଚିନ୍ କଣ ଅଛି? ଅଛି 4 ଗୁଣନ 9 ମିଶାଣ 2 ଗୁଣନ 6। ଏହା ପାଇଁ ସିଚୁଏସନ ଦେଖିବା କଣ ଦେଲା। ଆ ପାଇଁ ସିଚୁଏସନ ଦେଲା କଣ? ରାମ ପାଖରେ 4ଟି ଡାଲାରେ ଆ ପାଇଁ ସିଚୁଏସନ ଦେଲା ରାମ ପାଖରେ 4ଟି ଡାଲାରେ 9ଟି ଲେଖାଏଁ ସେଓର, ମାନେ ପ୍ରତି ଡାଲାରେ 4 4ଟା
9 ତାପରେ ପୁଣି ଆଉ 2ଟି ଡଲାରେ 6ଟି ଲେଖାଏଁ ସିଓର ଫାଷ୍ଟ 4ଟାରେ 9ଟା 2ଟାରେ 6ଟା ତାପରେ ମୋଟ କେତୋଟି ସିଓର ଆମ ପାଖରେ 4 9 36 12 ମିଶିକି ହେଲା 48 ଇଏ ଗଲା। ତ ନେକ୍ସଟ କ୍ୱେଶ୍ଚିନ୍ କ'ଣ ରହିଲା? ନେକ୍ସଟ କ୍ୱେଶ୍ଚିନ୍ ରହିଲା ନିମ୍ନଲିଖିତ ପ୍ରତ୍ୟେକ ପରିସ୍ଥିତି ପାଇଁ ପରିପ୍ରକାଶକୁ ବର୍ଣ୍ଣନା କରୁଥିବା ସାଂଖ୍ୟିକ ପରିପ୍ରକାଶ ଗୁଡ଼ିକ ଲେଖ ଏବଂ ଏହାର ପଦ ଗୁଡ଼ିକ ଚିହ୍ନଟ କର ଏବଂ ମାନ ନିରୂପଣ କର। ଦେଖିବା ଏଠି ତ ସିଚୁଏସନ କ'ଣ ଦେଲା ଏଠି? ସିଚୁଏସନ ଦେଲା ଜଣେ ରାଜା ତାଙ୍କର 2 ରାଜକୁମାର କୃଷ୍ଣଚନ୍ଦ୍ର ରାମଚନ୍ଦ୍ରକୁ 100ଟି ଲେଖା ସ୍ୱର୍ଣ୍ଣମୁଦ୍ରା ପ୍ରଦାନ ଦେଲେ। ମାନେ ୟାର 100 ତାର 100 କୃଷ୍ଣଚନ୍ଦ୍ରଙ୍କ ବ୍ୟବସାୟ ଆରମ୍ଭ କରି ତାଙ୍କୁ ମୁଦ୍ରଣ ଦ୍ୱିଗୁଣିତ କଲେ। ରାମଚନ୍ଦ୍ର କିଛି ଅଳଙ୍କାର କିଣିଛନ୍ତି, ଅଧା ମୁଦ୍ରା ତାଙ୍କ ପାଖରେ ରଖିଛନ୍ତି। ଏବେ ରାଜକୁମାର କୃଷ୍ଣଚନ୍ଦ୍ର ରାମଚନ୍ଦ୍ର ପାଖରେ କେତେ ସ୍ୱର୍ଣ୍ଣ ମୁଦ୍ରା ଅଛି ତାକୁ ସଂକ୍ଷେପରେ ଲେଖ। ମାନେ ଗୋଟେରେ ଆମେ 2 ଗୁଣିବା, ଗୋଟେରେ ଅଧା କରିବା। ଦେଖିବା ଇଏ କ'ଣ କରୁଛନ୍ତି। ଆନ୍ସର କ'ଣ କହିଲା? ମୋଟ ସ୍ୱର୍ଣ୍ଣ ମୁଦ୍ରା ପାଇଁ ପରିପ୍ରକାଶ ତାହେଲେ 100 ଗୁଣନ 2 କୃଷ୍ଣଚନ୍ଦ୍ର ଡବଲ କର, ଇଏ ଅଧା କଲେ, ଟୋଟାଲ କେତେ ହେଲା? 250 ଯାହା କହୁଥିଲେ। ତାପରେ କ୍ୱେଶ୍ଚିନ୍ ଦେଖିବା ଯେ 2ଟି ରେଳ ଷ୍ଟେସନ ମଧ୍ୟରେ ଗୋଟିଏ मेट्रो ट्रेन रे टिकेट मूल्य बयस्क ପାଇଁ 40 ଟଙ୍କା, ଶିଶୁମାନଙ୍କ ପାଇଁ 20 ଟଙ୍କା, ସମୁଦାୟ ଟିକେଟ ମୂଲ୍ୟ କେତେ ହେବ? କ୍ୱେଶ୍ଚିନ୍ ଦେଖିବା ଏଠି। କ୍ୱେଶ୍ଚିନ୍ କ'ଣ କହିଛି ନା 4 ଜଣ ବୟସ୍କ ଓ 3 ଜଣ ଶିଶୁଙ୍କ ପାଇଁ ଜଣକା ଯଦି 40 ହେଲା ତାହେଲେ 40 ଚో ହେଲା 160, ମାନେ 4 ଗୁଣନ 40 ପ୍ଲସ ଶିଶୁ 3 ତାହେଲେ 3 ଗୁଣନ 20, 40 ଚో ହେଲା 160 ବିଷାଣ 20 3 60 ସମାନ ହେଇଯିବ କେତେ? 220। ବୁଝା ପଡ଼ିଲା ନା? ନେକ୍ସଟ ତାପରେ ଆଗକୁ ଯିବା। ଏଠି ଗୋଟେ କ'ଣ ଦେଇଛି? ଏଠି ଦେଲା 3 ଜଣ ଲେଖାଏଁ ବୟସ୍କ ଥିଲେ, 2ଟା ଦଳ ମାନେ 3 3 ହେଇଗଲେ କେତେ? 6, ଗୋଟା ହେଲା 40, 40 ହେଲା 240। ବୁଝା ହେଲା ନା? ନେକ୍ସଟ ଦେଖିବା। ଦେଖ आंसर से देला तार ये 160 60 220 ये 240 है लगी। नेक्स्ट लास्ट नंबर सी क्वेश्चन कौन कहला कि पार्श्वचित्र दिया परिमाण को व्यवहार करी झरका उच्चता निर्णय करने आवश्यक सांख्यिक परिप्रकाश लेख और मान निर्णय करे। तो बिले बिले रहिला एटी हमर रहिला केते? एटी देछि 2 सेमी, एटा हैला 3 सेमी, एठु एतिकी 5 सेमी। तो देखिए एटा कोन करछि से सीमा धार 3 सेमी हैला कि सीमा धार 3 सेमी, ग्रिल 2 सेमी, 2 ग्रिल मधर गैप हैला 5 सेमी। झरकार मोटू न 2टी सीमा धार माने 3 2 6, 6टी ग्रिल माने 6 2 12, 7टी गैप माने 7 5 35 मिसी तमर 35 5 48 6 हैला 53 सही। बुझिलो ना? नेक्स्ट नेक्स्ट देखो एठी एठ रहा 24 प्लस 6 फेडाण 4 आपको हम कौन करि परिबा ना 24 प्लस 6 रहिला फेडाण 4 लिखि दबा कोन फेडाण 4। एठी केते अछि 38 प्लस 9 फेडाण 4, 38 प्लस 9 फेडाण 4। एठी 24 फेडाण 6 मिश्रण 4 हैला कि तो 24 रहिला एठी फेडाण माने 2 टांग फेडाण हे जिवो फेडाण 6 फेडाण आरंभ माइनस मान 2 टांग चिन्ह चेंज हबो। 24 माइनस 6 माइनस 24 माइनस 6 लिखिया माइनस 4। एठी 8 फेडाण 27 फेडाण 8 मिश्रण 3 एठी 2 टांग हमर माइनस हे जिवो 27 फेडाण 8 फेडाण 3 27 फेडाण एठी रहबो 8 मिश्रण 3 एना माइनस आरंभ माने 2 टांग चिन्ह चेंज हबो। नेक्स्ट सब रहिला तो एठी से कोन कहला एठी कहला बंधन अपसारण कर नियमित परिप्रकाश गुडी लिख जेपरि परिप्रकाश मान अपरिवर्तित रहइबो। तो 14 मिश्रण 12 मिश्रण 10 एटा रहिला से 14 फेडाण 12 मिश्रण 10 माइनस चिन्ह चेंज हबो 14 माइनस 12 माइनस 10 रहइबो। एठी प्लस रहिला माने चिन्ह से सेम रहइबो 12 माइनस 10 रहिला एठी माइनस रहिला माने चिन्ह चेंज प्लस 12 हैला माइनस 12 माइनस 10 हैला प्लस 10 गला एठी माइनस 14 रहिला प्लस माने 2 टांग चिन्ह सेम रह गोटे 12 गोटे माइनस 10
ଏଠି ମାଇନସ୍ ଅଛି ମାନେ ଦୁଇଟାଙ୍କ ଚିହ୍ନ ଚେଞ୍ଜ ହେବ, ଗୋଟେ ପ୍ଲସ୍ 12 ପ୍ଲସ୍ 10 ରହିଲା। ବୁଝିଲା। ନେକ୍ସଟ এটা କଣ କହିଲା, ନିମ୍ନଲିଖିତ ପରିପ୍ରକାଶ ଗୁଡ଼ିକର ମାନ ନିର୍ଣ୍ଣୟ କର। ପ୍ରତ୍ୟେକ ଯୋଡ଼ାର ମାନ ସମାନ କି ନୁହେଁ ପ୍ରଥମେ ଅନୁମାନ କର କେତେବେଳେ ଦୁଇଟି ପରିପ୍ରକାଶର ମାନ ସମାନ ହେବ କି। କ୍ୱେଶ୍ଚିନ୍ ଆନ୍ସର ଦେଖିବା। ଏଠି କଣ କହିଲା, ଫାଷ୍ଟ 6 ମିଶାଣ 10 ଫେଡ଼ାଣ 2, 6 ମିଶାଣ 10 ଫେଡ଼ାଣ 2। ତ ଏଟା ଆମେ ଏହାର ମୂଲ୍ୟ ବାହାର କରି ଚେକ୍ କରିବା। 10 6 16, 16 ରୁ 2 ଗଲା 14, 10 2 ଗଲା 8, 8 6 2 ଦିଟାଙ୍କ ସେମ୍। ଏଠି 8 ରୁ 3 ଗଲା 5, 16 ରୁ 5 ଗଲା 11, 16 ରୁ 8 ଗଲା 8, 8 ରୁ 3 ଗଲା 5, ଦିଟାଙ୍କ ଆମର ସମାନ ହବନି। ଏଠି ସେଭଳିଆ 18 4 22, 27 ରୁ 22 ଗଲା 5, -18 -4 -22, 27 ରୁ 22 ଗଲା 5, ଦିଟାଙ୍କ ସମାନ। ତାହେଲେ ସି ରେ ଦିଟାଙ୍କ ସମାନ, ଏ ରେ ଦିଟାଙ୍କ ସମାନ, ଖାଲି ବି ରେ ସମାନ ହେବ ନାହିଁ। ନେକ୍ସଟ କଣ ରହିଲା, ନେକ୍ସଟ ରହିଲା ଦେଖ ଏଠି କଣ ନିମ୍ନରେ ଦିଆଯାଇଥିବା ପରିପ୍ରକାଶ ଗୁଡ଼ିକ ମଧ୍ୟରୁ କେଉଁ ଯୋଡ଼ା ପରିପ୍ରକାଶର ମାନ ସମାନ ଚିହ୍ନାଅ, ସେଗୁଡ଼ିକର ହିସାବ ନ କରି ପଦ ଗୁଡ଼ିକ ବୁଝି ଲେଖ। ଏଟା ରହିଲା 319 537। କଣ କହିଛି, ପଦ ଗୁଡ଼ିକ ପରିପ୍ରକାଶ କଣ ହିସାବ ନ କରି। ହିସାବ ନ କରି କେମିତି କରିବା, ଏଠି ଦେଖ କଣ ଦେଲା, 319 ମିଶାଣ 537, 319 ଫେଡ଼ାଣ 537, 537 ମିଶାଣ 329 ବା 537 ଫେଡ଼ାଣ 300। ଏଠି 537 ରୁ 319 ଫେଡ଼ିବା ଯାହା, ସରି ଏଠି ଦେଖ ମୋର 319 ରୁ 537 ଫେଡ଼ିବା ଯାହା ମାଇନସ୍ 537 ପ୍ଲସ୍ 319, ସେ ଏଇ ଦିଟାର ମୂଲ୍ୟ ସମାନ। ଏଠି ସେ ଭଳିଆ କଣ ନା 87 ମାଇନସ୍ 46 ପ୍ଲସ୍ 109 ଯାହା 87 ମାଇନସ୍ 46 ପ୍ଲସ୍ 109, ସେଇଆ ତ ଏ ବି ଏମିତି ହେଲା। ନେକ୍ସଟ ତାପରେ ଦେଖିବା, ଏଠି କଣ କହିଲା, ନିମ୍ନଲିଖିତ ପରିପ୍ରକାଶ ଗୁଡ଼ିକର ସୂଚିତ ମୂଲ୍ୟ ଅପରିବର୍ତ୍ତିତ ରଖି ଉପଯୁକ୍ତ ସ୍ଥାନରେ ବନ୍ଧନୀ ବ୍ୟବହାର କର। ଏଠି କଣ କହିଲା, ଏଠି ରହିଲା 34, ସରି ଏଠି କଣ ହେଲା 34 ମାଇନସ୍ 9 ପ୍ଲସ୍ 12 ସମାନ 13। ତ କୋଉ ଜାଗାରେ ବନ୍ଧନୀ ରଖିବା, ତ 12 9 କେତେ ହେଲା 21, 34 ରୁ 21 ଗଲା 13, ତ ବନ୍ଧନୀ ତମର ଏଇଠି ରହିବ, ଏ ହବ। ଏଠି 56, 14 8 22, 56 ରୁ 22 ଗଲା 34, ଫାଷ୍ଟ ଆମର 56 ମାଇନସ୍ 14 ପାଖରେ ବନ୍ଧନୀ ରହିବ। ତାପରେ ମାନେ ଆମର ପ୍ଲସ୍ ମାଇନସ୍ ଚେଞ୍ଜ କରିବାନି, ଖାଲି ମଝିରେ ଖାଲି ବନ୍ଧନୀ ଦବା। ଏଠି 22 ରୁ ଫାଷ୍ଟ ଯଦି ଆମେ ଏଠି ଫେଡ଼େ 22 22 କଟିକି ଖାଲି 22 ରହିବ, ତେଣୁ -22 ରହିଲା, ଏ ମାଇନସ୍ ରହିକି ଏଠି +22 କରିଦେଲେ, ତାହେଲେ କଣ ହେଲା, ଏଠି +22 -22 ଏଠି କ୍ୟାନସଲ ହେଇକି ଖାଲି -22 ରହିବ। ବୁଝିଲ ନା। ନେକ୍ସଟ ଏଠି କଣ କହିଲା, 423 ଦେଇଛି, ତ 423 ପ୍ଲସ୍ 419, 419 ପ୍ଲସ୍ 423, ଏଠି ଫେଡ଼ିଛି 207 ଫେଡ଼ାଣ 68, 210, ମାନେ ଏଠି 3 ବଢ଼େ, ଏଠି ଆମେ କରିଦେବା କେତେ 71 ହେଲା କି। ନେକ୍ସଟ ଏଠି କଣ କହିଲା, ଏଠି କହିଲା 2 3 5 ଏବଂ ପ୍ଲସ୍ ମାଇନସ୍ ବନ୍ଧନୀ ବ୍ୟବହାର କରି ଯେତେ ସମ୍ଭବ ଭିନ୍ନ ଭିନ୍ନ ମାନର ସାଂଖ୍ୟ ପରିବାର ଗଠନ କର। ଯେପରି 2 - 3 + 5 ହେଲା 4, 3 - 5 - 2 ହେଲା 0। ଏଠି କରିଛି 2 + 3 + 5 10, 2 - 3 + 5 -6, 3 - 2 5 5 2 7 ହେଲା -4। ନେକ୍ସଟ ଏଠି ରହିଲା କେତେ ନା 5 - 2 + 3 0, 5 + 3 - 2 ହେଲା 6, 5 8 2 6, 2 - 3 ହେଲା -1 + 5 ହେଲା 4, 2 + 3 - 5 ହେଲା 0, 5 - 3 - 2 ହେଲା 4, এটা ହେଲା 6, 5 - 2 - 3 5 ହେଲା 5 - -1 ହେଇକି 5 5 ହେଇକି 6 ହେଲା। ତ ନେକ୍ସଟ ତାପରେ ଏଠି କଣ କହିଲା, ଯେତେବେଳେ କୌଣସି ସଂଖ୍ୟାରୁ 9 ବିୟୋଗ କରିବାକୁ ଚାହୁଁଥିଲେ ଯଶୋଦା ସଂଖ୍ୟା 10 ବିୟୋଗ କରି 1 ବିୟୋଗ କରିଥାଏ, ରହିଲା ସର୍ବଦା ଠିକ ଉତ୍ତର ପାଇବ। ହଁ, ସେ ସର୍ବଦା ଠିକ ଉତ୍ତର ପାଇବ। ତୁମେ ସେଭଳି ଅନ୍ୟ କୌଶଳ ବିଷୟରେ ଚିନ୍ତା କରିବା ପାଇଁ କହିଛି, କାରଣଟା ଫାଷ୍ଟ ଆମେ କହିବା। କାରଣ କଣ, କାରଣ ହେଲା ଗୋଟେ କାରଣ ହେଲା -9 ସମାନ -10 ପ୍ଲସ୍ 1, ଉଦାହରଣ ସ୍ୱରୂପ ରହିଲା ଏଟା। ତାପରେ ସେକେଣ୍ଡ କ୍ୱେଶ୍ଚିନ୍ କଣ ଦେଲା ଏଠି ନା, ସେକେଣ୍ଡ କ୍ୱେଶ୍ଚିନ୍ ଦେଲା କୌଣସି ସଂଖ୍ୟାରେ 99 ଯୋଗ କଲା ବେଳେ 100 ଯୋଗ କରି 1 ବିୟୋଗ କରିବ। ହଁ, এটা ଠିକ।
उदाहरण स्वरूप 135 ରୁ 99 ଯୋଗ କରିବାକୁ ହେଲେ ଆମେ କଣ କରିବା 100 ମିଶେଇକି 1 ଫେଡ଼ିଦବା ହେଲା କି। ଏବେ ନେକ୍ସଟ 9 ନମ୍ବର ଦେଖିବା। 9 ନମ୍ବର କଣ କହିଛି କି 73 ମାଇନସ 14 ପ୍ଲସ 1 ଆଉ 73 ମାଇନସ 14 ମାଇନସ 1 ସାଂଖ୍ୟିକ ପରିପ୍ରକାଶ ଯେନ ଲକ୍ଷ୍ୟ କର ଏବଂ ପ୍ରତ୍ୟେକର ମାନ ସମାନ ଥିବା ପରିପ୍ରକାଶ ଗୁଡ଼ିକୁ ଦେଖ, ମାନେ ଦେଖିବା କୋଉଟାର ମୂଲ୍ୟ ସମାନ ରହୁଛି ହେଲା କି। ତ ଏଠି ଦେଖ, ଏଠି କଣ ରହିଲା ତମର, ଏଠି ରହିଲା 73 ମାଇନସ 14 ପ୍ଲସ 1 ଏଟା ହେଇଯିବ କେତେ 73 ମାଇନସ 15। ତ ଆର ମୂଲ୍ୟ ସମାନ କେତେ ହବ, ତ 13 ରୁ 5 ଗଲା ହେଇଗଲା 8 ଆଉ 6 ରୁ 1 ଗଲା ହେଇଗଲା କେତେ 5 ରହିଲା। ତ ନେକ୍ସଟ এটা କେତେ, এটা 73 ମାଇନସ 15 ଥିଲା, এটা ହେଇଯିବ କେତେ 73 ମାଇନସ 14 ରୁ ଗଲା 13, ତ 3 ରୁ 3 ଗଲା 0 7 60। এটা କେତେ 73 ପ୍ଲସ ମାଇନସ 14 ପ୍ଲସ 1 ମାଇନସ 13, ତା ମାନେ এটা ହେଇଯିବ କେତେ 73 ପ୍ଲସ ମାଇନସ ହେଇଗଲା କେତେ ମାଇନସ 73 ମାଇନସ 13। ତ ନେକ୍ସଟ এটা କେତେ হবে आंसर, आंसर হবে কেতে 60। এটা দেখি এটা কম হবো না 73 প্লস মাইনস 14 মাইনস 1 ହେଇଯିବ ମାଇନସ 15, ତ 73 ମାଇନସ 15 ହେଇଯିବ 58। ତ ଆମେ କଣ ଦେଖିଲେ ଏଠି ଯୋଉ ରହିଲା ପ୍ଲସ ହେଇକି ଦିଟାଙ୍କ ମାଇନସ ଯା ମାଇନସ ହେଇ ଦିଟାଙ୍କ ପ୍ଲସ ସେ, ତ ଏଇ ଏ ଆଉ ଡି यार मूल्य सेम ଆଉ बी ଆଉ सी ए बी सी ର ମୂଲ୍ୟ ସେମ ଏ ଆଇ ଡି ର ମୂଲ୍ୟ ସେମ। ନେକ୍ସଟ ଦେଖିବା ନେକ୍ସଟ ଏଠି କଣ କରିବା ଦେଖ, ନେକ୍ସଟ ସେ କଣ କହିଲା ୟାର ମୂଲ୍ୟ 60 ବାହାରିଲା, ଆର ମୂଲ୍ୟ 58 ବାହାରିଲା। ଏଠି ଏ 58 ଡି 58 बी 60 सी 60 ଆଉ ଏଠି आई 60 ଯେହେତୁ ବାହାରିଛି आई ସାଙ୍ଗରେ बी सी ସମାନ ଆଉ 2i ସାଙ୍ଗରେ କଣ ए ଆଉ ए डी ସମାନ, 2i ସାଙ୍ଗରେ କଣ ए ଆଉ डी ସମାନ 2i ସାଙ୍ଗରେ ହେଲା କି। ନେକ୍ସଟ ଦେଖିବା ଏବେ এই ଯୋଉ ଗୁଣନ ଗୁଡ଼ିକ ଦେଲା, ଗୁଣନ ଗୁଡ଼ିକୁ ସର୍ଟକଟ ମେଥଡ ୟୁଜ କରି କେମିତି କରି ସେଟା ଦେଖେଇଲା। 95 ଜାଗାରେ ଲେଖିଦେଲା କେତେ ନା 100 ଫେଡାଣ 5, ତ 100 ରେ 8 ଗୁଣିବା କେତେ ହବ 100 800 ମାଇନସ କୁ ମାଇନସ ରହିଲା 5 ହେଲା 40, ତାହେଲେ 840 ଗଲେ କେତେ ଆମର 760। ନେକ୍ସଟ 104 ଜାଗା ଲେଖିଦବ କେତେ ନା 100 ପ୍ଲସ 4, 100 ରେ 15 ଗୁଣି ହେଇଯିବ 1500, 15 4 ଗୁଣି ସେଟା ହେଇଯିବ କେତେ 1560। ନେକ୍ସଟ ଏଠି କଣ ରହିଲା, ଏଠି ରହିଲା 49 ଗୁଣନ 50, 49 ରେ 50 ମାନେ 49 ଜାଗାରେ ଆମେ କଣ କରିଦବା 50 ମାଇନସ 1 କରିଦବା। 50 ରେ 50 ଗୁଣିଲେ ହେଲା 2500, 50 ରେ 1 ଗୁଣିଲେ ହେଲା 50, ଫେରିଦେଲେ ହେଇଗଲା 2450। ଏବେ ନିଜେ କରି ଦେଖଟା ଦେଖିବା କଣ କହିଲା ଦେଖ ଏଠି କ୍ୱେଶ୍ଚିନ ରେ, এই কোশ্চেনে କହିଲା ନିମ୍ନ ପରିପ୍ରକାଶ ଗୁଡ଼ିକର ଉଭୟ ପାର୍ଶ୍ୱର ମାନ ପରିବର୍ତ୍ତନ ନ କରି, ଦି ସାଇଡର ମାନ ପରିବର୍ତ୍ତନ ନ କରି ଶୂନ୍ୟ ସ୍ଥାନ ସଂଖ୍ୟା ବାକ୍ସ ମଧ୍ୟରେ ଚିହ୍ନ ବ୍ୟବହାର କର। এই ଦିଟା ଦେଲା ଏଠି 3 ଗୁଣନ 5 ପ୍ଲସ 8, ତମେ 3 ଗୁଣନ 5 ଏଠି ହବ ପ୍ଲସ 3 ଗୁଣନ 8, ଏଠି 9 ମିଶାଣ 2 ଗୁଣନ 4, ତାହେଲେ 9 ଗୁଣନ 4 ଏଠି ପ୍ଲସ ଅଛି ମାନେ ପ୍ଲସ 2 ଗୁଣନ 4, ଏଠି ଏଠି 4 ଅଛି ତ 3 ଗୁଣନ ଡ୍ୟାଶ ପ୍ଲସ 4, ତ 3 ଗୁଣନ ଏଠି ମୋର ରହିବ 4, ତ ଏଠି ସରି ତ ଏଠି ମୁଁ ମନେକର ମୁଁ ଲେଖିଦେଲି କେତେ 2, ତାହେଲେ ଏଠି ଲେଖିବି 3 ଗୁଣନ 2 ପ୍ଲସ 3 ଗୁଣନ 4। ଯଦି ଏଠି ମୁଁ 5 ଲେଖିଥାନ୍ତି, ଯଦି ଏଠି ମୁଁ 5 ଲେଖିଥାନ୍ତି ତାହେଲେ ଏଠି କଣ ଲେଖିବି 3 ଗୁଣନ 5 ପ୍ଲସ 3 ଗୁଣନ 4, ଯାହା ହେଇକି ମୁଁ ସେଇଆ। ଏଠି କେତେ ଅଛି 13 ଗୁଣନ 4 ଡ୍ୟାଶ, ଏଠି 6 ଅଛି ମାନେ ଏଠି ଲେଖିବି କେତେ 13 ଗୁଣନ ସରି ଏଠି 13 ଗୁଣନ 4, ଏଠି 4 ଅଛି ମାନେ ଏଠି ମୁଁ ଲେଖିବି କେତେ ଫାଷ୍ଟ 13 ଗୁଣା ହେଇଛି, ତାହେଲେ ଏଠି ଫାଷ୍ଟ ମୁଁ ଲେଖିବି 13, ତାହେଲେ ଏଇ ହିସାବ ହେଲେ 13 ଗୁଣନ 4 ହବ ପୁଣି
ଏଠି ଲେଖା ହବ 6 ଗୁଣନ 4 3 ଗୁଣନ 5 3 ଗୁଣନ 2 3 କମନ ରହିଲା ତାହେଲେ ଏଠି ତମର ହବ କେତେ 5 ଏଠି ହବ 2 ନେକ୍ସଟ এটা ଦେଖ এটা କେତେ ଅଛି 2 ଗୁଣନ 4 ପ୍ଲସ 3 ଗୁଣନ 4 ତା ମାନେ ଦେଖ ଦିଟାଙ୍କ 4 4 4 ଲେଖିବ ଏଠି ଲେଖିବ 2 ଏଠି ଲେଖିବ 3 ତାପରେ ଦେଖ 5 ଗୁଣନ 9 ମାଇନସ 2 ତାହେଲେ 5 ଗୁଣନ 9 ମାଇନସ 5 ଗୁଣନ 2 5 ମାଇନସ 2 ଗୁଣନ 7 ତାହେଲେ 5 ଗୁଣନ 7 ମାଇନସ 2 ଗୁଣନ 7 5 ଗୁଣନ 8 ମାଇନସ 3 5 ଗୁଣନ 8 ମାଇନସ 5 ଗୁଣନ 3 ଏଠି 8 ଫେରଣ 3 ଗୁଣନ 7 ତାହେଲେ 8 ଗୁଣନ 7 ମାଇନସ ମାଇନସ 3 ଗୁଣନ 7 ଏଠି 5 ଗୁଣନ 12 ତାହେଲେ ଏଠି ଫାଷ୍ଟ ଲେଖା ହବ କଣ 5 ଗୁଣନ 12 ମାଇନସ ଅଛି ମାଇନସ ଏଠି ଲେଖିବି 4 ତାହେଲେ ଏଠି ବି ଲେଖିବି 4 ମାନେ ଏଠି ଯେତେ ଲେଖା ହବ ଏଠି ବି ସେତେ ଲେଖା ହବ ହେଲା ନେକ୍ସଟ ଏଠି 6 ଗୁଣନ 7 15 ମାଇନସ ତାହେଲେ ଏଠି କଣ ଲେଖା ହବ ଏଠି 7 ଅଛି ଏଠି ସେକେଣ୍ଡରେ 6 ମାନେ ଏଠି ବି ଲେଖା ହବ 6 ତ ହେଇଗଲା କେତେ 15 ଗୁଣନ 7 ଲେଖା ହବ ଏଠି 15 ଗୁଣନ 7 ମାଇନସ କୁ ମାଇନସ ତାପରେ 6 ଗୁଣନ 7 ଏଠି 5 ଗୁଣନ 9 ମାଇନସ 5 ଗୁଣନ 4 ତାହେଲେ ମାଇନସ କୁ ମାଇନସ ହେଲେ 5 ଗୁଣନ 5 କମନ ପଳେଇଲେ ରହିବ ଏଠି କେତେ 9 ମାଇନସ 4 ଏଠି 17 ଗୁଣନ 7 ମାଇନସ 9 ଗୁଣନ 7 ଦିଟାଙ୍କ 7 7 କମନ ଏଠି ରହିବ 7 ଏଠି ରହିବ 17 ଏଠି ରହିବ 9 ବୁଝିଲା କି ନେକ୍ସଟ ଦେଖିବା ଦେଖ ଏଇଠି ସବୁ ଯୋଉ ରହିଲା ଏଇଠି ତାର ସବୁ ଆନ୍ସର ଗୁଡା ରହିଲା ଦେଖ ଆନ୍ସର ଗୁଡା ତାର ସବୁ ଆନ୍ସର ଗୁଡା ରହିଲା ଆରାମସେ ଦେଖିକି କରିପାରିବେ ରହିଲା ସବୁ ଆନ୍ସର ଗୁଡା ଏବେ ନେକ୍ସଟ ତାପରେ 2 ନମ୍ବର ଦେଖିବା 2 ନମ୍ବର ସେ କଣ କହୁଛି ବଣ୍ଟନ 8 ମାଇନସ 3 ଗୁଣନ 29 ଟା এটা କଣ ହବ 8 ମାଇନସ 3 5 3 ମାଇନସ 5 ତେଣୁ ଏଇଟା ଆମର କଣ ହବ ବଡ ହବ এটা 15 ପ୍ଲସ 9 ଗୁଣନ 18 15 18 ନୁଆ କେତେ ମାନେ 18 ରେ 9 ଗୁଣିଲା ଯଦି 18 ନୁଆ ହେଲା 162 162 15 କେତେ 177 ଏଠି 15 9 ମିଶିଲା 24 24 ରେ 18 ଗୁଣ ତେଣୁ ଏଇଟା ଆମର ବଡ ହବ এটা କେତେ 23 ଗୁଣନ 17 ମାଇନସ 9 ଏଠି 23 ଗୁଣନ 17 ପ୍ଲସ 9 ହବ ବଣ୍ଟନ ନିୟମ କରିଦେଲେ ଏଟା ବଡ ହବ ନେକ୍ସଟ 34 ମାଇନସ 42 ମାଇନସ 28 ମାଇନସ 42 ତ ଏଟା ଯାହା ଏଟା ସିଆ ତ ଏଠି ଆମର ଆନ୍ସର କଣ ହବ ସମାନ ଚିହ୍ନ ଦିଆ ହବ ହେଲା ନେକ୍ସଟ ଦେଖିବା ଦେଖ ଏଇଟା ତାର ଆନ୍ସର ଗୁଡା ରହିଲା ଦେଖ ତାର ଆନ୍ସର ଗୁଡା ତାର ସବୁ ରହିଲା ହେଲା ନେକ୍ସଟ ଦେଖିବା ଏବେ ଆନ୍ସର ହେଲା ନେକ୍ସଟ এটা କଣ କହିଲା এটা କହିଲା କି 2 ଗୁଣନ 1 ପ୍ଲସ 6 ହେଲା 14 ଏପରି 14 କେତେ ପାଇବା ତ ଦେଖିବା ଆନ୍ସର ଟା ତ ଏଠି ଯଦି ମୁଁ ଫାଷ୍ଟ 2 ଲେଖିବି ଏଠି କେତେ ଲେଖିଲି 2 2 ହେଲେ ମୋର 7 ଦରକାର 7 ପାଇଁ ଏଠି 6 1 ଲେଖିପାରିବି ପୁଣି 2 ଲେଖିକି ଏଠି 5 2 ବି ଲେଖିପାରିବି ପୁଣି 2 ଲେଖିକି ଏଠି 4 3 ବି ଲେଖିପାରିବି ତା ଦୂରକୁ ତ ଆମର 6 1 ଟା ଯାଇଛି ତେଣୁ ଆମେ ଏଠି 6 1 ଟା ଏଟା ୟୁଜ କରିବାନି ହେଲା କି ତ ଆମେ ଏଠି କଣ କରିବା ନା ଏଠି 7 ଦୁନେ ବି 14 ଆମେ ଏଠି କଣ ଲେଖିବା ନା ଏଠି 2 ହେଲେ ଏଟା ହବ 5 ଲେଖିଦବା 7 1 ପ୍ଲସ 1 ହବ 2 ଏଠି ପୁଣି 7 ଲେଖିଦେବି ଏଠି ଲେଖିବି 2 ଆଉ 0 ଏ ହେଲା ଆନ୍ସର ନେକ୍ସଟ କଣ କହିଲା ଏଠି ନିମ୍ନରେ ଥିବା ପ୍ରତ୍ୟେକ ଚିତ୍ରରେ ଦର୍ଶାଇଥିବା ସଂଖ୍ୟା ଗୁଡିକ ସମଷ୍ଟି ଅତି କମରେ 2ଟି ଭିନ୍ନ ଉପାୟରେ ଲେଖ ଗାଣିତିକ ପ୍ରକ୍ରିୟା ମାଧ୍ୟମରେ ୟାକୁ କିପରି ସମାଧାନ କରିବା ଦେଖ ଏଠି
ଏଠି କଣ କହିଲା ଦେଖ, ପ୍ରଥମ ଧାଡିରେ ଏଇଟା ମିଶେଇବା 4 8 4 4 8 ମିଶେଇଲେ ବିଭିନ୍ନ ପ୍ରକାର। ଏଟା 4 4 8 8 8 16 ହେଲା, 8 8 16 16 4 20, ପୁଣି 4 4 8 8 16 ମିଶିକି ହେଇଗଲା କେତେ ମୋର 52 ଛଡ଼ା। ଏଟା ଛଡ଼ା ମିଶେଇବ, ଏଟା କେତେ ଲେଖା ହେଇଛି ପଢିବନି ଟିକେ, ଏଟା ମିଶା ହେଲା 5 6 6 5। ହଁ ଜଣା ପଡିଲା। ଏବେ ଏବେ ଏଠୁ ମିଶେଇବି 5 5 10 10 6 16 16 6 22 ପ୍ଲସ୍ ଏଟା ମିଶେଇବି 6 5 5 5 10 10 6 16 16 6 22, ପୁଣି ଏଟା ବି ହବ 22, ଏଟା ବି ହବ 22 22 ଚଉ ହେଇଗଲା। ଆନ୍ସର କେତେ ହେଇଛି ଆମର 88 ହେଇଯିବ ଆନ୍ସର। ନେକ୍ସଟ ଦେଖିବା, ଦେଖ ଆନ୍ସର ତ ରହିଲା କଣ 88। ଏଠି ସେ କଣ କରିଛି, ଏଠି ଦେଖ ସେ କହିଲା ପ୍ରତି ଧାଡି 22 ସଂଖ୍ୟା 22, ତ ଦ୍ୱିତୀୟ ପ୍ରଣାଳୀ କଣ 8ଟି 5 8ଟି 6 ଅଛି। ଯେହେତୁ ସେ ଏଠି କଣ କଲା 8ଟି 5 8ଟି 6 ରହିଲା, ତେଣୁ 8 କମନ ଦେଇକି ଏଟା ଧର 88 କରିଦେଲା ହେଲା। ଏଠି ବି ସେୟା କଲା। ଏଠି ସେ କଣ କହିଲା ନା 5ଟି 4 ଅଛି 4ଟି 8, ତେଣୁ 4 ଗୁଣନ 5 ହେଲା 20, 8 ଗୁଣନ 4 ହେଲା 32। ଫାଷ୍ଟ ମିଶେଇ କରିପାରିବା, ନହେଲେ ଏମିତି ଗୁଣିକି ବି ଆମେ କରିପାରିବା। ନେକ୍ସଟ, ଏ ପାଠ୍ୟ ପୁସ୍ତକ ଅନୁଶୀଳନ ପ୍ରଶ୍ନ। ନିମ୍ନରେ ଏତେ ପରିସ୍ଥିତି ଗୁଡ଼ିକ ପଢ, ପ୍ରତ୍ୟେକ ପରିସ୍ଥିତି ପାଇଁ ଉପଯୁକ୍ତ ଗାଣିତିକ ପରିପ୍ରକାଶ ଗୁଡ଼ିକ ଲେଖି ସମାଧାନ କର। ନବରଙ୍ଗପୁର ଜିଲ୍ଲା ହାଟ ସପ୍ତାହରେ 7 ଦିନ ବସେ। ରହିମଜ ବାଡିରେ ଫଳୁଥିବା ଆମ୍ବ ପ୍ରତ୍ୟେକ 9 କିଗ୍ରା, ରାମବାଡିରେ କେତେ 11 କିଗ୍ରା ହାଟକୁ ଯୋଗାଇଥାନ୍ତି। ତ ୟାର ଗୁଣିଦବା, ଇଏ କେତେ 9 ଗୁଣନ 7 11 ଗୁଣନ 7 ହେଲା କି। ତ ଏଟା କଣ ଲେଖିବା ନା ଏ ପାଇଁ ଲେଖିବା କଣ 9 ଗୁଣନ 7 ପ୍ଲସ୍ 11 ଗୁଣନ 7, ତାପରେ 7 କମନ ନେଇଯିବା, କମନ ନେଇକି 11 ନ କେତେ ହେଇଯିବ 20, 20 ସହିତ ଆନ୍ସର ହେଇଯିବ 140। ତ ଦେଖ କେମିତି ଲେଖା ହେଇଛି ଧାରାଟା, ଦେଖ ରହିମ ପ୍ରତ୍ୟେକ ଦିନ ଯୋଗାଏ 9 କିଗ୍ରା, ରାମ ଯୋଗାଏ କେତେ ଏକ ସପ୍ତାହରେ 9 ଗୁଣନ 7, ଶ୍ୟାମ 11 ଏକ ସପ୍ତାହରେ 11 ଗୁଣନ 7, ତ ମିଶିକି କେତେ ହେଇଯିବ ତାଙ୍କର ମିଶିକି 9 ଗୁଣନ 7 ପ୍ଲସ୍ 11 ଗୁଣନ 7, ତ 11 9 20, 20 ସହିତ 140। ଏବେ ସେକେଣ୍ଡ କ୍ୱେଶ୍ଚିନ୍ ଦେଖିବା। ସେକେଣ୍ଡ କ୍ୱେଶ୍ଚିନ୍ କଣ କହିଲା, ବିନ୍ଦୁର ମାସିକ ଆୟ କେତେ ଅଛି 20,000 ଟଙ୍କା, ମାସକୁ ଘର ଭଡା 5,000, ଖାଦ୍ୟ ବାବଦକୁ 5,000, ଅନ୍ୟ ବାବଦକୁ 2,000। ଏ ବର୍ଷକୁ କେତେ ଟଙ୍କା ସଞ୍ଚୟ, ତାହେଲେ ଗୋଟେ ମାସକୁ ଆମର କେତେ ତର ଖର୍ଚ୍ଚ କଲା ଏଠି, ତ 5 5 10 10 2 12, ତାହେଲେ ବଳିଲା ଗୋଟେ ମାସକୁ 8,000, ତ ଗୋଟେ ବର୍ଷକୁ ହେଲେ 12 12 ଟା କେତେ ତମର ହେଇଗଲା 96,000। ଆନ୍ସର ଦେଖିବା, ଦେଖ ତୋର ବଳିଛି କେତେ ହେଲା 20,000, 5 5 ପଡିଲା, ତାର 12,000 ଖର୍ଚ୍ଚ ହେଲା, 8,000 ପଡିଲା, ହେଲା କେତେ 96,000 ଯେମିତି କହିଲି ହେଲା। ନେକ୍ସଟ, ଏଠି କ୍ୱେଶ୍ଚିନ୍ କଣ କହିଲା, ଏଠି ଗୋଟେ ଗେଣ୍ଡା ଦିନ ବେଳା ଗୋଟେ ଖୁଣ୍ଟ ଉପରେ 3 ସେମି ଚଢେ, ରାତିରେ 2 ସେମି ଚଢେ, ଟୋଟାଲ 5 ସେମି ହେଲା। ଗୋଟେ ଖୁଣ୍ଟଟି 100 ସେମି ଚଢିଥିଲେ ଅଗରବ କେତେ ଦିନ ଲାଗେ, ଦିନରେ 2 3 ସେମି, ରାତିରେ 2 ସେମି ହେଲା, ଟୋଟାଲ 5 ସେମି ହେଲେ ଦେଖିବା କଣ କହିଛି ଏଠି ସେ, ତାହେଲେ ଦିନରେ 3 ସେମି, ତାହେଲେ 3 2 ମିଳିଲା 5, 100 ହରଣ 5 ହେଲା କେତେ ଆମର 20 ଦିନ। ନେକ୍ସଟ ନମ୍ବର ଦେଖିବା କଣ କହିଲା କ୍ୱେଶ୍ଚିନ୍ ନା ମହେନ୍ଦ୍ର ମଙ୍ଗଳବାର ଶନିବାର ବ୍ୟତୀତ ଅନ୍ୟ ଦିନ ପ୍ରତିଦିନ 2 ପୃଷ୍ଠାରେ ଏକ ଗପ ପଢେ, ମାନେ ମଙ୍ଗଳବାର ଶନିବାର ଛାଡି ବାକି ସବୁ, ମାନେ ଟୋଟାଲି 5 ଦିନରେ 5 ଦିନେ 10, ତେଣୁ 8 ସପ୍ତାହରେ କେତୋଟି ଗପ ପଢିବ, ପ୍ରତିଦିନ କଣ 2 ପୃଷ୍ଠାରେ ଏକ ଗପ ସିଏ ପଢେ। ତାହେଲେ ଗୋଟେ ସପ୍ତାହରେ 5ଟି ଗପ, ମଙ୍ଗଳବାର ଶନିବାର କଟିଗଲେ ଗୋଟେ ସପ୍ତାହରେ କେତୋଟି ଗପ 5ଟି, 8 ସପ୍ତାହରେ 5 ଗୁଣନ 8 40। ତ ଦେଖିବା ସେ କ୍ୱେଶ୍ଚିନ୍ କଣ କହିଛି କି ନିମ୍ନରେ ଦିଆଯାଇଥିବା କେଉଁ ଗାଣିତୀୟ ପରିପ୍ରକାଶ ସୂଚିତ କରେ। ଦେଖିବା କୋଉ ଗାଣିତୀୟ ପରିପ୍ରକାଶ, 5 ଗୁଣନ 8 ସିମ୍ପଲ କଥା, ତାହେଲେ 7 ମାଇନସ 2 ଆମର ମେନ୍ ଟା କଣ 7 ମାଇନସ 2 ଗୁଣନ 8, ଆଧୁରୁ କୋଉଟା ଅଛି ଦେଖିବା, ଆଧୁରୁ ଅଛି ଦେଖ ବି ଟା ଅଛି, ଖାଲି 7 ମାଇନସ 2 ଗୁଣନ 8, କାହିଁକି ନା ଫାଷ୍ଟ ଆମେ 7 ରୁ 2 ଫେଡିଥିଲେ 7, ଏଇଟା ହବ ଆମର କରେକ୍ଟ ଆନ୍ସର। ତାପରେ ଦେଖିବା ଏଠି
ଏଠି କଣ କହିଲା ଯେ ଫାଷ୍ଟ ଆମେ ଯୋଡ଼ି ଯୋଡ଼ି କରି ହିସାବ କରିବା 1 - 2 ତାପରେ 1 3 - 4 5 - 6 7 - 8 ହେଲେ କେତେ -1 -1 -1 -1 ମାଇନ ହେଲା। ତାପରେ ପୁଣି 9 - 10 ତାହେଲେ -1 ଗୁଣନ 5 ହେବ -5। ଆଉ ଗୋଟେ ମେଥଡ କଣ ଫାଷ୍ଟ ପ୍ଲସ ଗୋଟେ ମିଶେଇ 1 3 5 7 9 2 4 6 8 10 1 3 5 7 9 ମିଶିଲା ହେଲା 25 ଆଉ 2 4 6 8 10 ମିଶିଲା 30 25 30 ଗଲା ହେଲା -5। ଏଟା କେମିତି ଏଟା ବି ସେଇ ଭଳିଆ 1 - 1 1 - 1 1 - 1 ଏଟା ଯୋଡ଼ି ଯୋଡ଼ି କରି ସବୁ 0 0 0 0 0 ହେଇ ଏକାଥରେ କଟିଯିବ। ନହେଲେ 1 1 1 1 1 ମିଶେଇବା 5 -1 - 1 - 1 - 1 - 1 - 5 5 5 ହେଇଗଲା କେତେ 0। ଏଟା ବି ତମର ଆନ୍ସର ହବ ହେଲା କି ନେକ୍ସଟ ଦେଖ ଏଟା ତମ ଆନ୍ସର ହେଲା। ତାପରେ ଦେଖିବା ଆଚ୍ଛା ଏଠି କଣ କହିଲା ନା ସାନ ଚିହ୍ନ ବଡ ଚିହ୍ନ କିମ୍ବା ସମାନ ଚିହ୍ନ ବ୍ୟବହାର କରିବା। ଦେଖିବା 49 - 7 + 8 ଅଛି। ଏଠି ବି ଆମର 49 - 7 + 8 ଦିଟାଙ୍କ ଆମର କଣ ଏଟା ସମାନ। ଏଟା 83 - 42 -18 83 ଗୁଣନ 40 ଗୁଣନ 42 ଟା ବଡ ହବ ଏଟା ଆମର ବଡ ଚିହ୍ନ ହେଲା କି 145 ରୁ 17 136 ଫେଡି ଦେଲେ କେତେ ହବ 9 17 102 ଫେଡି ଦେଲେ ଏଇଟା ଅଳ୍ପ ଫେଡା ଅଧିକା ହବ। ଏଟା 23 ଗୁଣନ 48 -35 ତାହେଲେ 23 ରୁ ଏଟା ଗୁଣା ହେଲା କେତେ ନା 13 23 ଗୁଣନ 13 କରାହେଲା ତ 33 39 ରୁ 9 ରଖିଲେ ହେଲା 2 13 ଦୁଗୁଣେ 26 2 33 39 ରୁ 9 ରଖିଲା 3 13 26 3 29 299। ତାପରେ କିନ୍ତୁ ଏଠି 23 ରୁ 48 ଗୁଣିଲେ କଣ ହବ ଦେଖିବା ନେକ୍ସଟ ଦେଖିବା ଦେଖ ଏଠି ଫାଷ୍ଟ ତମର ରହିଲା କଣ ଉଭୟପଟେ ସମାନ ରହିଲା। ତାପରେ ଏଟା କଣ ବଡ ରହିଲା କହିଥିଲି ଏଟା 83 ଗୁଣ 42 ଟା ବଡ ହବ। ତାପରେ ଏଟା କଣ ଏଇଟା ବଡ ହେଲା ତମର ହେଲା କି ଏଇଟା ବଡ ହେଲା ଦକ୍ଷିଣ ପାର୍ଶ୍ୱ। ତାପରେ ଡି ଡି ରହିଲା ଗୁଣଫଳ ଏଠି କଣ କଲା 48 ରୁ 35 ତମର ଫେଡିଲା ତ ବଣ୍ଟନ 23 ଗୁଣନ 48 -23 ଗୁଣନ 35 ତ ଏଇ ଯୋଉ 35 ଟା ଫେଡୁଛି ଏ 23 ଗୁଣନ 35 ଠାରୁ ବହୁତ ଛୋଟ ତେଣୁ କରି ସିଏ ଯେହେତୁ ଏଟା ଅଧିକା ଫେଡୁଛି ତେଣୁ ଏଇଟା ଆମର ସାନ ହବ ଏଇଟା ଆମର ବଡ ହବ। ନେକ୍ସଟ ତାପରେ ଦେଖିବା ନେକ୍ସଟ କଣ କହିଲା ଏଠି 16 - 11 ଗୁଣନ 12 ଆଉ -11 ଗୁଣନ 12 16 ୟାକୁ ଯଦି ବଣ୍ଟନ କରିବା ସେଟା ହବ କେତେ ନା 16 ଗୁଣନ 12 -11 ଗୁଣନ 12 ଦିଟାଙ୍କ ସେମ ତେଣୁ ସମାନ ଚିହ୍ନ ହବ ଏଠି। ନେକ୍ସଟ ଦେଖିବା ନେକ୍ସଟ କଣ କହିଲା 76 ଗୁଣନ 53 ଗୁଣନ 88 ସେ ସେମ କଥା ଆଗେ 28 ଧରିଲା ତାପରେ ଏଠି କିନ୍ତୁ 76 ଗୁଣନ 53 ଜାଗାରେ ଲେଖିଦେଲା କେତେ 53 ଗୁଣନ 76 ଏଠି ଆମର ପଜିଟିଭ ସଂଖ୍ୟା ଏଠି କିନ୍ତୁ ଏଇଟା ନେଗେଟିଭ ସଂଖ୍ୟା ତେଣୁ ଏଇଟା ଆମର ବଡ ହବ। ତାପରେ ଦେଖିବା ଏଠି କଣ କହିଲା ନା ଦେଖ ଏଠି 25 25 ସେମ 42 ରେ 16 ମିଶିବା ଯା 43 ରେ 15 ମିଶିବା ବି ସେଇଆ ତେଣୁ ଏଇଟା ଆମର କଣ ଇକ୍ୱାଲ ଟୁ ହବ। ନେକ୍ସଟ ଦେଖିବା 36 ଗୁଣନ 28 -16 35 ଗୁଣନ 27 -15 ଏଇଟା ଆମର ଚେଞ୍ଜ ଏଇଟା ଆମର ଅଛି କେତେ ଅଛି 36 36 ରେ 28 16 କେତେ 12 35 ରେ ଇଏ ବି ହବ କେତେ 12 ଉଭୟପଟେ 12 12 କ୍ୟାନସଲ ହେଇଗଲେ ଏଇପଟେ ଆମର ବଡ ସଂଖ୍ୟା 36 ରହୁଛି ତେଣୁ ଏଇଟା ଆମର ବଡ। ନେକ୍ସଟ ତାପରେ ଦେଖିବା 5 ନମ୍ବର ହିସାବ ନ କରି ଦିଆହେଇଥିବା ଗାଣିତିକ ପରିପ୍ରକାଶ ସମାନ ପର୍ବ ଚିହ୍ନଟ କରି
ଆଉ ତୁମେ ପରିପ୍ରକାଶ ଗୁଡିକ ପଦ ବ୍ୟବହାର କର କିମ୍ବା ବିଭିନ୍ନ ଅପସାରଣ କରି ଲେଖିପାର। ଏଠାରେ ଏକାଧିକ ପରିପ୍ରକାଶ ତଥା ପରିପ୍ରକାଶ ସମାନ ମଧ୍ୟ ହେଇପାରେ। ଦେଖିବା କିସ ରହିଲା। ତ ଫାଷ୍ଟ ମୂଲ୍ୟ ଗୁଡା ବାହାର କଲା। ଏଠି ଏ ରହିଲା, ଏ ସାଙ୍ଗରେ କୋଉଟା ସମାନ, ବି ସାଙ୍ଗରେ କୋଉଟା ସମାନ। ଏ ର ମୂଲ୍ୟ ଫାଷ୍ଟ ବାହାର କଲା। ଏ ର ମୂଲ୍ୟ କେତେ ଦେଲା ତୋର 83 ମାଇନସ 37 ମାଇନସ 12। ତ 37 ଜାଗାରେ କେତେ ଲେଖା ହେଲା? ତାକୁ ଆମେ ଲେଖିପାରିବା 84 ମାଇନସ 38 ମାଇନସ 12। 83 ମାଇନସ 37 ମାଇନସ 12 ଯାହା 84 ମାଇନସ 38 ମାଇନସ 12, ତେଣୁ ଏହା ସମାନ ହେଲା। କାହିଁକିନା ଏଇଟା ଗୋଟେ ବଢିଲା 83 ରୁ 84 ହେଲା, ତ 37 ରୁ ଗୋଟେ ବଢିଲା କେତେ ହେଲା 38 ହେଲା। ତାପରେ 84 ମାଇନସ 37 ପ୍ଲସ 12, ଏଟା 84 ମାଇନସ ଖୋଲିଦେଲେ 84 ମାଇନସ 37 ମାଇନସ 12 ଏହା ସମାନ ନୁହଁ। ଏଟା ଅଛି 83, ଏଟା ହେଇଗଲା କେତେ 84। ଏଟା 83 ହେଇଥାନ୍ତା ତାହେଲେ ସମାନ, ଯେମିତି ଏଇଟା ରହିଲା 83 ମାଇନସ 38 ମାଇନସ 13। 38 ଜାଗାରେ ମୁଁ ଲେଖିଲି କଣ 37 ପ୍ଲସ 1। ତାପରେ ଖୋଲିଯିବ ଯେତେବେଳେ ମାଇନସ 37 ମାଇନସ 37 ମାଇନସ 14 ହେଇଗଲା। ଏଟା 83 ମାଇନସ 37 ମାଇନସ 12, କିନ୍ତୁ ଏଟା ହେଇଗଲା 14, ତେଣୁ ଏଟା ଆମର ସମାନ ହେଲାନି। ତାପରେ ଦେଖିବା ଆଇଭିଟା। ଆଇଭି ରେ କଣ ଦେଲା ତୋର 83 ମାଇନସ 37 ମାଇନସ ଓଲଟା ଫୋଲଟା କରିଦେଲେ ଏଟା ଆମର ସମାନ ହବ। ତାପରେ ବି ଦେଖିବା। ବି ରେ କଣ କହିଲା ନା ଦତ୍ତ ପରିପ୍ରକାଶ ଯୋଉ ରହିଲା 93 ଗୁଣନ 37, ସରି 93 ପ୍ଲସ 37 94 ପ୍ଲସ 76। ଏଟା 93 ପ୍ଲସ 37 ଆମର ଗୁଣିଛି କେତେ 37 ଗୁଣନ 44 ଟା ଗୁଣିଛି, କିନ୍ତୁ ଏଠି ଆମର 93 ଗୁଣନ 44, ତେଣୁ ଏଟା ଆମର ସମାନ ହବନି। ସେଇଭଳିଆ ଏଠି 37 ଏଠି 37 76 ଗୁଣି ଦେଲାଣି, ତେଣୁ ଏଟା ବି ଆମର ସମାନ ହବ ନାହିଁ। ନେକ୍ସଟ ତାପରେ ଦେଖିବା ଏଇଠି 93 ପ୍ଲସ 37 ଗୁଣନ 44 ପ୍ଲସ 76, ଏଠି 93 ରେ 44, ତାପରେ 93 ରେ 44, ତାପରେ ପୁଣି ହେଲା କଣ 93 44, ତାପରେ 93 ରେ 76 ଥର ଗୁଣିବ, ତାପରେ ପୁଣି 37 ରେ 44 ଥର 37, ଏତେ ସାରା ଚାରିଟା ଏଟା ଦିଟା ପଦ, ଏଟା ବି ହବ ନାହିଁ। ତାପରେ ସେଥିରେ 37 ରେ 44 ଗୁଣିଥିଲା, ତାପରେ 93 76 ମିଶିଥିଲା, ତ ଏଇଟା ଆମର ଆନ୍ସର ହବ ହେଲା। ନେକ୍ସଟ ଦେଖିବା କହିଲା ଏକ ସଂଖ୍ୟା ନିଅ ଏବଂ 10ଟି ଭିନ୍ନ ଭିନ୍ନ ଗାଣିତିକ ପରିପ୍ରକାଶ ଯାହାର ମାନ ଉକ୍ତ ସଂଖ୍ୟା ସମାନ। ସଂଖ୍ୟାଟା ସେ ନେଲା କେତେ? ସଂଖ୍ୟାଟା ସେ ନେଲା 7। 7 ସେ ବିଭିନ୍ନ ପ୍ରକାର କଲା 10 ମାଇନସ 3, 5 3 15 15 ଟଙ୍କା 7, 2 3 6 1 7, 10 ରେ 9 ଗଲା 1 7 7, 7 2 14, 14 ରେ 2 ହେଲା 7, 7 2 ଗଲା 5, 5 2 10, 3 ଗଲା 7। ମାନେ ବିଭିନ୍ନ ପ୍ରକାର ମେଥଡ ରେ ସେ କଣ କଲା, ଯେମିତି 7 ହବ 6 ମିଶାଣିକି 7, 5 ମିଶାଣି 2 7, 7 ଗୁଣନ ଏମିତି ସବୁ କରିଛି ବିଭିନ୍ନ ପ୍ରକାର ହେଲା। ତେଣୁ ଏଠି ବିଷୟଟା ଆମର ସରିଗଲା। ଆଶା କରେ ତମେ ଭଲ ଭାବରେ ବୁଝିଥିବ। ଧନ୍ୟବାଦ।